ହାଇୱା ଦୁର୍ଘଟଣା ଓପାଡ଼ି ଦେଲା ହାଇଟ୍ ଗେଟ୍। ଦକ୍ଷିଣ ରାଉରକେଲାର ୟୁଜ୍ ନ୍ୟୁ ରୋଡ୍ ତାରାପୁର ନୂଆଗେଟ୍ ଠାରୁ ମାତ୍ର 3 କିଲୋମିଟର ଫେଟ୍କଲ୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପୋଲିଆ ପାଖରେ ଥିବା ଏକ ହାଇଟ୍ ଗେଟ୍କୁ ହାଇୱା ପ୍ରବଳ ଧକ୍କା ଦେବା ଫଳରେ ଲୁହାର ଏକ ବିରାଟ ତୋରଣ ଗେଟ୍ ଓପାଡ଼ି ହୋଇପଡ଼ିଛି। ଫଳରେ ଗେଟ୍ ସହିତ ଡମ୍ପରଟି ମଝି ରାସ୍ତାରେ ଫସି ରହିଥିବାରୁ ସ୍ଲାଗ ପରିବହନ ଓ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତ 3 ତାରିଖ ବିଳମ୍ବିତ ରାତ୍ରିରେ ଅର୍ଥାତ୍ ସମୟ ପାଖାପାଖି ରାତି 12ଟାରେ ଦେଓଗାଁ ଅଞ୍ଚଳରୁ ଏକ ବଡ଼ ଡାଲା ଥିବା ଡମ୍ପରଟି ତା'ର ଡାଲାକୁ ପୂର୍ବରୁ ଟେକି ଦେଇଥିଲା। ଫେଟ୍କଲ୍ ହୋଇ ତାରାପୁର ନୂଆଗେଟ୍ ଆଡ଼କୁ ଦ୍ରୁତ ଗତିରେ ସ୍ଲାଗ ନେବା ପାଇଁ ଆସୁଥିବା ବେଳେ ଏହି ହାଇଟ୍ ଗେଟ୍ରେ ହାଇୱାଟି ଧକ୍କା ହୋଇଥିଲା। ଫଳରେ ଗେଟ୍ଟି ଉପୁଡ଼ି ଯାଇ ହାଇୱା ଡାଲାରେ ଫସି ଯାଇଥିଲା। ଡ୍ରାଇଭର ଡାଲାକୁ ଟେକି ରଖିଥିବା ହେତୁ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି। କାରଣ ହାଇଟ୍ ଗେଟ୍ ଦେଇ ସଦାସର୍ବଦା ସ୍ଲାଗ ପରିବହନ ହୋଇଥାଏ। ହାଇୱା ଡମ୍ପରଗୁଡ଼ିକ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ଡ୍ରାଇଭରର ଏପରି ତ୍ରୁଟି ଯୋଗୁଁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ଡମ୍ପରଟିର ନମ୍ବର ହେଲା OD14S6605। ତେବେ ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ଘଟଣାସ୍ଥଳକୁ ପୋଲିସ ଆସି ତଦନ୍ତ କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ରାସ୍ତା ମଝିରୁ ଡମ୍ପରକୁ ହଟାଯାଇ ପାରିନାହିଁ। ଦେଖନ୍ତୁ ତାରି ଚିତ୍ର। লাইটটা এই করুন না। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।